ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି 2026ର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ମେ 28 ଗୁରୁବାର ଦିନ ହେବାକୁ ଯାଉଅଛି, ଯାହା ଏକ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଅଟେ। କିନ୍ତୁ ଏହା କୁମ୍ଭ ରାଶିରେ ଅଧ୍ୟୟନ କରିବ, ଯାହାଫଳରେ କି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହାର ପ୍ରଭାବ କିଛି ମାତ୍ରାରେ ପଡ଼ିବ। ତେଣୁ ଦେଖନ୍ତୁ, ପ୍ରଥମତଃ ଏହି ଚନ୍ଦ୍ରଗ୍ରହଣଟି ଭାରତରେ ଦୃଶ୍ୟମାନ ହେବ ନାହିଁ, କିନ୍ତୁ ଏହାର ପ୍ରଭାବ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଜରୁର ପଡ଼ିବ। ଖାସ୍ କରି ଦେଖନ୍ତୁ, ଆପଣଙ୍କର ଏକ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଆପଣଙ୍କର ଯେଉଁ ପରିବାର କ୍ଷେତ୍ରରେ ବାଦବିବାଦ ଲାଗି ରହୁଥିଲା ତାହା ଦୂରେଇ ଯିବ, କିନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ରହିବ। ସ୍ୱାସ୍ଥ୍ୟଜନିତ ସମସ୍ୟା, ଖାସ୍ କରି ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଏବଂ ଡାଇବେଟିସ୍ ଜନିତ ସମସ୍ୟା ବହୁତ ମାତ୍ରାରେ ଦେଖାଯିବ। ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ଅସୁସ୍ଥ ରହିବା ସହିତ ଆପଣଙ୍କର ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହୁଅଛି ଏବଂ ଆପଣ ବହୁତ ମାତ୍ରାରେ ବ୍ୟୟବହୁଳ ମଧ୍ୟ ହୋଇପାରନ୍ତି। ଦେଖନ୍ତୁ, ଏହି ଚନ୍ଦ୍ରଗ୍ରହଣଟି ଏକ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଅଟେ, ଯାହାଫଳରେ କି ଆପଣଙ୍କୁ ମଧ୍ୟ ସର୍ପ ଦୋଷ ରହୁଅଛି। କିଛି ଆପଣଙ୍କୁ ସର୍ପ କାମୁଡ଼ିବାର ମଧ୍ୟ ଯୋଗ ରହୁଅଛି। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ସତର୍କ ସହ ସାବଧାନ ସହ କାମ କରନ୍ତୁ ଏବଂ ସତର୍କ ସହ ଚଲାବୁଲା ମଧ୍ୟ କରନ୍ତୁ। ଆଉ ଗୋଟିଏ ଦେଖନ୍ତୁ, ଏହା ଏକ ଲକ୍ଷ୍ମୀ ରାଜଯୋଟକ ମଧ୍ୟ କରୁଅଛି। ଏହି ଚନ୍ଦ୍ରଗ୍ରହଣଟି ଦୀର୍ଘ 600 ବର୍ଷ ପରେ କୁମ୍ଭ ରାଶିର କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେଉଅଛି ଏବଂ ଏହି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣଟି ଆପଣଙ୍କର ଦିନ ସକାଳ 6 ଘଣ୍ଟିକାରୁ ହାଣ୍ଡି ଛାଡ଼ ମଧ୍ୟ ହେବ, ଯାହାଫଳରେ କି ସକାଳ 6ଟା ଘଣ୍ଟିକାରୁ ସନ୍ଧ୍ୟା 9 ଘଣ୍ଟିକା ପର୍ଯ୍ୟନ୍ତ ହାଣ୍ଡି ଛାଡ଼ ରହିବ ଏବଂ ଆପଣଙ୍କର ଏହି ସକାଳ 6 ଘଣ୍ଟିକା ମାଧ୍ୟମରେ ଯେତେ ମାତ୍ରାରେ ପାରୁଛନ୍ତି ସ୍ନାନ କରିସାରନ୍ତୁ। ପୂର୍ବରୁ ସ୍ନାନ କରିଦିଅନ୍ତୁ ଏବଂ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ପ୍ରଭାବ କିଛି ମାତ୍ରାରେ କମିଯାଇପାରେ ଏବଂ ଗର୍ଭବତୀ ମହିଳା ମଧ୍ୟ ଆପଣ କିଛି ଖାଦ୍ୟ ପାନୀୟ ଗ୍ରହଣ କରନ୍ତୁ ନାହିଁ ଏହି ଚନ୍ଦ୍ରଗ୍ରହଣ ସମୟରେ, ଖାସ୍ କରି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର କ୍ଷେତ୍ରରେ। କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱାସ୍ଥ୍ୟଜନିତ ସମସ୍ୟା ବହୁତ ମାତ୍ରାରେ ଦେଖାଯିବ। ଆପଣଙ୍କର ଏହି ଯେଉଁ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣଟି ଦୀର୍ଘ 600 ବର୍ଷ ପରେ ଆପଣଙ୍କର ରାଶି ଚକ୍ରରେ ଅଧ୍ୟୟନ କରୁଅଛି ଏବଂ ଆପଣଙ୍କର ରାଶି ଚକ୍ରର କେତୁଗ୍ରସ୍ତରେ ରହିଥିବାରୁ ଏକ ଲକ୍ଷ୍ମୀ ରାଜଯୋଟକ ମଧ୍ୟ ହେଉଅଛି, ଯାହାଫଳରେ କି ଆପଣଙ୍କର ଆର୍ଥିକ ଆୟ ବୃଦ୍ଧି ହେବ ଏବଂ ଆପଣ କିଛି ନୂତନ ଜମି କ୍ରୟ କରିବାକୁ ମଧ୍ୟ ଇଚ୍ଛା କରିବେ, ବାସଗୃହ ନିର୍ମାଣ କରିବାକୁ ମଧ୍ୟ ଇଚ୍ଛା କରିବେ, କିଛି ଯାନବାହନ ମଧ୍ୟ କ୍ରୟ କରିପାରନ୍ତି, ଆପଣ କିଛି ଦୂର ଯାତ୍ରା ମଧ୍ୟ ଭ୍ରମଣ କରିପାରନ୍ତି। ମୋଟାମୋଟି ଦେଖିବାକୁ ଗଲେ ଆପଣଙ୍କର ସମସ୍ତ ପ୍ରକାରର ଉନ୍ନତି ଘଟିବ, କିନ୍ତୁ ଆପଣଙ୍କର ଅତ୍ୟଧିକ ବ୍ୟୟ ହେବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ବହୁତ ମାତ୍ରାରେ ଦେଖାଯିବା ସହିତ ଆପଣଙ୍କର ଶତ୍ରୁମାନଙ୍କର ମଧ୍ୟ ବୃଦ୍ଧି ଘଟିବ। ଏବଂ ଏହି ଚନ୍ଦ୍ରଗ୍ରହଣ ଦିନ ଆପଣ ଆପଣଙ୍କର ପେଟକୁ ଯେତେ ମାତ୍ରାରେ ଖାଲି ରଖିବେ ଆପଣଙ୍କର ସେତେ ମାତ୍ରାରେ ହିଁ ମଙ୍ଗଳ ଘଟିବ। କାରଣ ଏହି ଚନ୍ଦ୍ରଗ୍ରହଣରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଆପଣ ଯଦି ସକାଳ 6 ଘଣ୍ଟିକାରୁ ରାତ୍ରି 9 ଘଣ୍ଟିକା ପର୍ଯ୍ୟନ୍ତ ଘରୁ ବାହାରନ୍ତିନି ତେବେ ଆପଣଙ୍କ ପାଇଁ ଶୁଭ ମନାଯିବ। କାରଣ ଏହି 6ରୁ 9 ଘଣ୍ଟିକା ସମୟରେ 10-12 ଘଣ୍ଟା ସମୟରେ ଆପଣଙ୍କୁ ସର୍ପଦୋଷ ମଧ୍ୟ ରହୁଅଛି। ସର୍ପଦୋଷ ସହିତ ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହୁଅଛି। ଏବଂ ଏହି ଚନ୍ଦ୍ରଗ୍ରହଣଟି ଯେହେତୁ ଭାରତରେ ଦୃଶ୍ୟମାନ ହେବ ନାହିଁ, ଅନେକ ବ୍ୟକ୍ତିବିଶେଷମାନେ ଏହାକୁ ପାଳନ ମଧ୍ୟ କରିବେ ନାହିଁ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ପାଳନ କରନ୍ତୁ ବା ନ କରନ୍ତୁ, କିନ୍ତୁ ପେଟଟିକୁ ଖାଲି ଟିକେ ରଖନ୍ତୁ। କାରଣ ଏଇଟା ଏକ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଅଟେ ଏବଂ ଏହି ଚନ୍ଦ୍ରଗ୍ରହଣରେ ଆପଣ ବାହାରକୁ ଟିକେ କମ୍ ବୁଲାବୁଲି କରନ୍ତୁ, ବେଶୀ ଦୂରକୁ ଯାତ୍ରା କରନ୍ତୁ ନାହିଁ। ଦେଖିବେ ଚନ୍ଦ୍ରଗ୍ରହଣର ଠିକ୍ ପରେ ଆପଣଙ୍କର ଭାଗ୍ୟ ଫିଟିଯିବ, କାରଣ ଲକ୍ଷ୍ମୀ ରାଜଯୋଟକ ହେବ ଆପଣଙ୍କର ଜୀବନରେ। ଲକ୍ଷ୍ମୀ ରାଜଯୋଟକ ହେବାର ଫଳରେ ଆପଣ କିଛି ନୂତନ
କ୍ରୟ କରିପାରିବେ, ଯାନବାହନ କ୍ରୟ କରିବେ, ନୂତନ ଆର୍ଥିକ ଆୟ ମଧ୍ୟ ବୃଦ୍ଧି କରିପାରିବେ। ଯଦି ଆପଣଙ୍କର ବିଜନେସ୍ ଅଛି ତେବେ ବିଜନେସ୍ କ୍ଷେତ୍ରରେ ମଧ୍ୟ ଆପଣଙ୍କର ପ୍ରଫିଟ୍ ଘଟିବ। ବହୁତ ମାତ୍ରାରେ ଆପଣ ଉନ୍ନତି କରିପାରିବେ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଏହାକୁ ପାଳନ କରନ୍ତୁ ଯେ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ମାତ୍ରେ ସୂର୍ଯ୍ୟଦେବଙ୍କୁ ତ ଜଳ ଅର୍ପଣ କରିବା ସହିତ ସୂର୍ଯ୍ୟାୟ ନମ ଜପ କରନ୍ତୁ। ଏବଂ କୁମ୍ଭ ରାଶିର ଅଧିପତି ଯେହେତୁ ଶନି ମହାଗ୍ରହ, କୁମ୍ଭ ରାଶିର ଅଧିପତି ଶନି ମହାଗ୍ରହ ଏବଂ ଏହି ଚନ୍ଦ୍ର ଗ୍ରହଣଟି ଆପଣଙ୍କର କେତୁଗ୍ରସ୍ତ ହେଉଅଛି। ତେଣୁ ସୂର୍ଯ୍ୟ ଚନ୍ଦ୍ର ଏକତ୍ରିତ ହୋଇଯିବେ ଏବଂ ଶନି ଆପଣଙ୍କର ପରସ୍ପରକ ପରିପୂରକ ହୋଇଯିବେ, ଯାହାଫଳରେ କି ଆପଣଙ୍କର କିଛି ମାତ୍ରାରେ ବାଧାବିଘ୍ନ ମଧ୍ୟ ଆସିପାରେ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ସେହି 28 ତାରିଖ ଗୁରୁବାର ଦିନ ଘରୁ ବାହାରନ୍ତୁ ନାହିଁ। ଗୋଟିଏ ଦିନ ଛୁଟି କରିନିଅନ୍ତୁ। କୁଆଡ଼େ ଯଦି କାମକୁ ଯାଉଛନ୍ତି ତେବେ ଛୁଟି କରିଦିଅନ୍ତୁ, ଘରେ ରହିଯାଆନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ। ତେଣୁ ଆଜି ତ ସମୟ ହୋଇଯାଇଅଛି, ଭିଡ଼ିଓଟିକୁ ଏଇଠି ରଖୁଛୁ। କିନ୍ତୁ ରଖିବା ପୂର୍ବରୁ ଆପଣଙ୍କୁ ଏତିକି ଜଣାଇ ଦେଉଛୁ ଯେ ଗର୍ଭବତୀ ମହିଳା ଘରୁ ବାହାରନ୍ତୁ ନାହିଁ ଏବଂ ଆପଣଙ୍କ ପେଟକୁ ଯେତେ ମାତ୍ରାରେ ଖାଲି ରଖନ୍ତୁ, ନଚେତ୍ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ବହୁତ ମାତ୍ରାରେ ଦେଖାଯିବ। ଏବଂ କୁମ୍ଭ ରାଶିର ଲକ୍ଷ୍ମୀ ରାଜଯୋଟକ ମଧ୍ୟ ହେବ। ତେଣୁ ଆପଣ ଏହି 10-12 ଘଣ୍ଟା ସମ୍ଭାଳି ରଖନ୍ତୁ, ତାହାପରେ ଆପଣଙ୍କର ଲକ୍ଷ୍ମୀ ରାଜଯୋଟ ହେବ। ବୃହସ୍ପତିଙ୍କର ଚଳନ ଫଳରେ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ଘଟିବ। ତେଣୁ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବେ ମଙ୍ଗଳ ଘଟିବ। ତେବେ ଆଜି ତ ସମୟ ହୋଇଯାଇଅଛି, ଭିଡ଼ିଓଟିକୁ ଏଇଠି ରଖୁଛୁ। ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବେ କରନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।